ସମସ୍ତଙ୍କୁ ନମସ୍କାର ଓ ଶୁଭ ସକାଳ। ଚାଲନ୍ତୁ ନଜର ପକାଇ ନେବା ଆଜିର ମୁଖ୍ୟ ଖବରଗୁଡ଼ିକ ଉପରେ। ଆୟୁଷ୍ମାନ କାର୍ଡକୁ ନେଇ ସରକାର ସ୍ଥିର କଲେ ମାନଦଣ୍ଡ। ବର୍ତ୍ତମାନ ଆୟୁଷ୍ମାନ ଭାରତ କାର୍ଡରେ ଗୋଟିଏ ପରିବାରକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଦିଆଯାଉଛି। ସମ୍ପ୍ରତି ଅନେକ ଆଲୋଚନା ହୋଇଥିଲା ଯେ ଚିକିତ୍ସାର ମୂଲ୍ୟ ବୃଦ୍ଧି ହେତୁ ଏହାର କଭରେଜ ଦ୍ୱିଗୁଣିତ ହୋଇ 10 ଲକ୍ଷ ଟଙ୍କା ହେବ। ଯଦି ଏହା ଘଟେ ତେବେ ଦେଶର 50 କୋଟି ଲୋକ ଏବଂ ପ୍ରାୟ 7ରୁ 8 କୋଟି ବୟସ୍କ ବ୍ୟକ୍ତି ଗୁରୁତର ରୋଗର ଚିକିତ୍ସାର ବହୁତ ଆରାମରେ ପାଇବେ। ଜାଣି ରଖନ୍ତୁ କେଉଁମାନେ କାର୍ଡ ପାଇପାରିବେ ନାହିଁ। ଯେଉଁମାନଙ୍କର ବାଇକ୍, କାର୍ କିମ୍ବା ଅଟୋ ରିକ୍ସା ଅଛି, ମାଛ ଧରିବା ପାଇଁ ଏକ ମୋଟର ଡଙ୍ଗା ଅଛି, ଚାଷ କାର୍ଯ୍ୟ ପାଇଁ କୃଷି ଯନ୍ତ୍ରପାତି ଅଛି, ଯାହାଙ୍କ ପାଖରେ 50,000 ଟଙ୍କାରୁ ଅଧିକ କିଷାନ କ୍ରେଡିଟ୍ କାର୍ଡ ଅଛି, ସରକାରଙ୍କ ପରିଚାଳନାରେ ଚାଲୁଥିବା ଅଣକୃଷି ଉଦ୍ୟୋଗରେ କାର୍ଯ୍ୟ କରୁଥିଲେ, ପ୍ରତି ମାସରେ 10,000ରୁ ଅଧିକ ରୋଜଗାର କରୁଥିଲେ, ଘରେ ଫ୍ରିଜ୍ କିମ୍ବା ଲ୍ୟାଣ୍ଡଲାଇନ୍ ଫୋନ୍ ଥିଲେ, ଯେଉଁମାନଙ୍କର ସ୍ଥାୟୀ ଘର ଅଛି କିମ୍ବା 5 ଏକରରୁ ଅଧିକ କୃଷି ଅଛି, ସେମାନଙ୍କୁ ଆୟୁଷ୍ମାନ କାର୍ଡ ମିଳିପାରିବ ନାହିଁ। ପରବର୍ତ୍ତୀ ଖବର, ପୁଣି ମହଙ୍ଗା ହେବ ଏୟାରଟେଲ୍, ଜିଓ, ଭୋଡାଫୋନ୍ ଏବଂ ବିଏସ୍ଏନ୍ଏଲ୍ ରିଚାର୍ଜ। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ ଦୂରସଞ୍ଚାର ବିଭାଗରୁ ସ୍ପାମ୍ କଲ୍ ଓ ମେସେଜକୁ ରୋକିବାକୁ ଅସଫଳ ହୋଇଥିବାରୁ ଜରିମାନା ଆଦାୟ ଉପରେ ଗୁରୁତ୍ୱ ଦେଇଛି। ଏହି ଜରିମାନା ଆଦାୟ ପାଇଁ ଦୂରସଞ୍ଚାର କମ୍ପାନୀ ବ୍ୟାଙ୍କ ଗ୍ୟାରେଣ୍ଟିକୁ ଜବତ କରିବାକୁ ପରାମର୍ଶ ଦେଇଛି। ନିୟମ ପାଳନ ନ କରିବା ଦ୍ୱାରା ଟେଲିକମ୍ କମ୍ପାନୀର ଲାଇସେନ୍ସ ବାତିଲ କରିବାକୁ ଟ୍ରାଇର ଅଧିକାର ରହିଛି। ଏହି ମାମଲାରେ ଟେଲିକମ୍ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ମାତ୍ର ଏହା ମଧ୍ୟ ସତ ଅଟେ, ଜରିମାନାର ମୂଲ୍ୟକୁ ଶେଷ ଉପଭୋକ୍ତା ମୋବାଇଲ ବ୍ୟବହାରକାରୀଙ୍କ ଠାରୁ ହିଁ ଆଦାୟ କରାଯାଏ। ନିକଟରେ ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ପକ୍ଷରୁ ଉପଭୋକ୍ତା ପ୍ରତି ହାରାହାରି ରାଜସ୍ୱ ଅର୍ଥାତ୍ ଏଆର୍ପିୟୁକୁ ବୃଦ୍ଧି କରିବା ପାଇଁ ଟେଲିକମ୍ କମ୍ପାନୀଗୁଡ଼ିକୁ ମୋବାଇଲ ରିଚାର୍ଜ ପ୍ଲାନ୍ ମହଙ୍ଗା କରିଛନ୍ତି। ପରବର୍ତ୍ତୀ ଖବର, ଅଯୋଗ୍ୟ ଫେରାଇବେ କାଳିଆ ଟଙ୍କା। କାଳିଆ ଯୋଜନାରେ କେଳେଙ୍କାରୀ ହୋଇଛି। 12,72,000 ଅଯୋଗ୍ୟ ହିତାଧିକାରୀ 782 କୋଟି ଟଙ୍କା ନେଇଯାଇଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରାଇ ଆଣିବାକୁ ସିଏଜି ସୁପାରିଶ କରିଛି। 2019ରୁ 2022 ମଧ୍ୟରେ ରାଜ୍ୟର 65.64 ଲକ୍ଷ ହିତାଧିକାରୀଙ୍କୁ 6,440 କୋଟି ଟଙ୍କା ଦିଆଯାଇଥିଲା। 15.91 ଲକ୍ଷ ହିତାଧିକାରୀ ଗୋଟିଏ କିସ୍ତି ବାବଦରେ 731.35 କୋଟି ଟଙ୍କା ପାଇଥିଲେ। ସେହିପରି 8 ଲକ୍ଷ ହିତାଧିକାରୀ ଦୁଇଟି କିସ୍ତି ବାବଦରେ 659 କୋଟି ଟଙ୍କା ପାଇଛନ୍ତି। 41.46 ଲକ୍ଷ ତିନିଟି କିସ୍ତି ବାବଦରେ ପାଇଛନ୍ତି 5,053 କୋଟି ଟଙ୍କା। ତେବେ 12,72,000 ହିତାଧିକାରୀ ଅଯୋଗ୍ୟ ବୋଲି ଏହି ରିପୋର୍ଟ ଦର୍ଶାଇଛି। ପ୍ରଥମ କିସ୍ତି ପାଇଥିବା 51 ଲକ୍ଷ ଚାଷୀଙ୍କ ମଧ୍ୟରୁ 14 ଲକ୍ଷ ଅଯୋଗ୍ୟ ଥିଲେ। 11,972 ଜଣ ସରକାରୀ କର୍ମଚାରୀ, ଆଇଟି ଦେଉଥିବା 1,794 ବ୍ୟକ୍ତି, କିଷାନ କ୍ରେଡିଟ୍ କାର୍ଡ ଥିବା 4,880 ଜଣ ଅଯୋଗ୍ୟଙ୍କୁ କାଳିଆ ଟଙ୍କା ଦିଆଯାଇଛି। ପେନ୍ସନ୍ ପାଉଥିବା 1,074 ଜଣ ବି କାଳିଆ ଟଙ୍କା ହାତେଇ ନେଇଛନ୍ତି। ପରବର୍ତ୍ତୀ ଖବର, ଇସ୍ତଫା ଦେବାକୁ ରାଜି ଥିବା ଘୋଷଣା କଲେ ମମତା ବାନାର୍ଜୀ। ଆନ୍ଦୋଳନ କରୁଥିବା ଜୁନିୟର ଡାକ୍ତରଙ୍କ ସହ ଲାଗି ରହିଥିବା ଅଚଳା ଅବସ୍ଥା ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ନିଜ ପଦରୁ ଇସ୍ତଫା ଦେବାକୁ ରାଜି ଥିବା ଆଜି କହିଛନ୍ତି। ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଆଜି ସେମାନଙ୍କ ସହ ମମତା ବାନାର୍ଜୀ ନବାନ୍ନରେ ଆଲୋଚନା କରିବାର ଥିଲା। ମମତା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା ପାଇଁ 2 ଘଣ୍ଟା କାଳ ଅପେକ୍ଷା କରି ରହିଥିଲେ ହେଁ କେହି ବି ସେଠାକୁ ଆସିନଥିଲେ। ଏହାକୁ ନେଇ ମମତା ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାପରେ ସେ ଲୋକଙ୍କ ସ୍ୱାର୍ଥ ପାଇଁ ଇସ୍ତଫା ଦେବାକୁ ରାଜି ଥିବା ଘୋଷଣା ମଧ୍ୟ କରିଛନ୍ତି। ପରବର୍ତ୍ତୀ ଖବର, ସରକାର ଦେବେ ଚାକିରି। ରାଜ୍ୟ ସରକାର ସବୁ ବର୍ଗର ବିକାଶ ଦିଗରେ ବିଶେଷ ପ୍ରାଧାନ୍ୟ ଦେଉଛନ୍ତି। ଏହି କ୍ରମରେ ଝିଅମାନଙ୍କୁ ମଧ୍ୟ ବଡ଼ ଭେଟି ଦେଇଛନ୍ତି। ବାପାଙ୍କ ଅନ୍ତେ ଝିଅଙ୍କୁ ମିଳିବ ଚାକିରି। ଦଶହରା ପୂର୍ବରୁ ମୋହନ ସରକାରଙ୍କ ଏଭଳି ଘୋଷଣାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଷ୍ଟେଟ୍ କ୍ୟାବିନେଟ୍ ମିଟିଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ରେ 3ଟି ପ୍ରସ୍ତାବରେ ମୋହର ବାଜିଛି। ପୂର୍ବରୁ ଅବିବାହିତା ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳୁଥିଲା, କିନ୍ତୁ ବର୍ତ୍ତମାନ ଏହି ନିୟମରେ ସାମାନ୍ୟ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ବିବାହିତା ଝିଅଙ୍କୁ ବି ମିଳିବ ଅନୁକମ୍ପାମୂଳକ ନିଯୁକ୍ତି। ପରବର୍ତ୍ତୀ ଖବର, ସୁଭଦ୍ରା ପାଇଁ ଚଞ୍ଚକତା, ସିଲ୍ ହେଲା ଜନସେବା କେନ୍ଦ୍ର। ଏବେ ରାଜ୍ୟରେ ସୁଭଦ୍ରା କ୍ରେଜ୍। ଗାଁ, ଦାଣ୍ଡ, ବଜାର ସବୁଠି ଚର୍ଚ୍ଚା। ଆଉ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ନାହିଁ ନଥିବା ଭିଡ଼। ହେଲେ ଏହାରି ଭିତରେ କିଛି ଖଳ ପ୍ରକୃତିର ବ୍ୟକ୍ତି ଚଞ୍ଚକତା କରି ଲୋକଙ୍କଠାରୁ ଟଙ୍କା ଲୁଟିବାରେ ଲାଗିଛନ୍ତି। ସୁଭଦ୍ରା ଯୋଜନା ଫର୍ମ ପୂରଣ ଓ ପଞ୍ଜୀକରଣ ସମ୍ପୂର୍ଣ୍ଣ ମାଗଣା ହୋଇଥିବା ବେଳେ କିଛି ଜନସେବା କେନ୍ଦ୍ର କିନ୍ତୁ ଲୋକଙ୍କୁ ଭୁଆଁ ବୁଲାଇ ଏହାର ଫାଇଦା ଉଠାଉଛନ୍ତି। ଲୋକମାନେ ଟଙ୍କା ପାଇବା ଆଶାରେ ସେମାନଙ୍କୁ ଟଙ୍କା ଦେଉଛନ୍ତି। ଏହାକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନର ଘୋଷଣା କରାଯାଇଥିଲା ମଧ୍ୟ ଏବେ ଏହି ଘଟଣାରେ ସିଲ୍ ହୋଇଛି ଜନସେବା କେନ୍ଦ୍ର।
ସୁଭଦ୍ରା ଫର୍ମ ଡିଜିଟାଲାଇଜେସନ୍ ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ଆସିବା ପରେ ଉକ୍ତ ଜନସେବା କେନ୍ଦ୍ରକୁ ସିଲ୍ କରାଯାଇଛି। ଏମିତି ଘଟଣା ଘଟିଛି ଖୋର୍ଦ୍ଧା ପୌରାଞ୍ଚଳ ମୁକୁନ୍ଦ ପ୍ରସାଦରେ। ମୁକୁନ୍ଦ ପ୍ରସାଦରେ ଏକ ଜନସେବା କେନ୍ଦ୍ର ଟଙ୍କା ମାଗିବା ଅଭିଯୋଗ ଆସିବା ପରେ ସେହି ଜନସେବା କେନ୍ଦ୍ରକୁ ସିଲ୍ କରିଦେଇଛନ୍ତି ଜିଲ୍ଲା ପ୍ରଶାସନ। ପରବର୍ତ୍ତୀ ଖବର ଦୂର ହେଲା ଓଟିପି ସମସ୍ୟା। ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ବର୍ତ୍ତମାନ କ୍ରେଜ୍ ଜାରି ରହିଛି। ଏହାରି ମଧ୍ୟରେ ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍ ଆସିଛି। ଏଣିକି ଆଉ ଦରକାର ପଡ଼ିବନି ଓଟିପି। ଆଧାର ସହିତ ମୋବାଇଲ ନମ୍ବର ଲିଙ୍କ ନଥିଲେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ। ଏଥିପାଇଁ ଓଟିପିର ଆଉ ଆବଶ୍ୟକତା ପଡ଼ିବ ନାହିଁ ବୋଲି ଜଣାପଡ଼ିଛି। ଏହି ଖବର ଜଣାପଡ଼ିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କହିବାକୁ ଗଲେ ସୁଭଦ୍ରା ଯୋଜନାକୁ ସମ୍ପୂର୍ଣ୍ଣ ରୂପରେ ଓଟିପି ମୁକ୍ତ କରାଯାଇଛି। ପରବର୍ତ୍ତୀ ଖବର ଅକ୍ଟୋବର 27ରେ ପ୍ରିଲିମ୍ ପରୀକ୍ଷା। ଓଡ଼ିଶା ଲୋକସେବା ଆୟୋଗ ଓପିଏସସି ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅକ୍ଟୋବର 27 ତାରିଖରେ ହେବ ଓଏଏସ ପ୍ରିଲିମ୍ସ ପରୀକ୍ଷା। ପ୍ରିଲିମ୍ ପରୀକ୍ଷା ନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୱେବସାଇଟ୍ www.opsc.gov.in ରେ ରହିଛି ସମସ୍ତ ବିବରଣୀ। ପରବର୍ତ୍ତୀ ଖବର ଲାଲୁ ଯାଦବଙ୍କ ହାର୍ଟରେ ସମସ୍ୟା। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଏଞ୍ଜିଓପ୍ଲାଷ୍ଟି ହୋଇଛି। ସୂତ୍ରାନୁସାରେ ମୁମ୍ବାଇର ଏକ ହସ୍ପିଟାଲରେ ବୁଧବାର ହାର୍ଟରେ ସମସ୍ୟା ଅନୁଭବ ହେବାରୁ ତାଙ୍କର ଏଞ୍ଜିଓପ୍ଲାଷ୍ଟି ହୋଇଛି। 76 ବର୍ଷୀୟ ଲାଲୁଙ୍କୁ 2 ଦିନ ପୂର୍ବେ ମୁମ୍ବାଇର ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍ ଭର୍ତ୍ତି କରାଯାଇଥିଲା। କୁହାଯାଇଛି ଯେ ହାର୍ଟରେ ବ୍ଲକେଜ ସମସ୍ୟା ଯୋଗୁଁ ଡାକ୍ତରମାନେ ଏଞ୍ଜିଓପ୍ଲାଷ୍ଟିର ପରାମର୍ଶ ଦେଇଥିଲେ। ହେଲେ ଏବେ ସୁଦ୍ଧା ହସ୍ପିଟାଲ ପକ୍ଷରୁ ଲାଲୁଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଜାରି ହୋଇନାହିଁ। ପରବର୍ତ୍ତୀ ଖବର ଜିଲ୍ଲାପାଳଙ୍କୁ ମିଠା ପ୍ୟାକେଟରେ ଲାଞ୍ଚ। ମହଙ୍ଗା ପଡ଼ିଲା ଜିଲ୍ଲାପାଳଙ୍କୁ ଲାଞ୍ଚ ଯାଚିବା। ବରଗଡ଼ ଜିଲ୍ଲାପାଳଙ୍କୁ ଲାଞ୍ଚ ଯାଚି ସିମେଣ୍ଟ କମ୍ପାନୀର ଅଧିକାରୀ ଗିରଫ ହୋଇଛନ୍ତି। ଗତକାଲି ବରଗଡ଼ ଜିଲ୍ଲାପାଳଙ୍କୁ ଜଣେ ବ୍ୟକ୍ତି ସାକ୍ଷାତ କରିବା ବେଳେ ଏକ ବୁକେ ସହ ମିଠା ପ୍ୟାକେଟ ଦେଇଥିଲେ। ବରଗଡ଼ ଜିଲ୍ଲାପାଳଙ୍କୁ ସନ୍ଦେହ ହେବାରୁ ପିଅନଙ୍କୁ ଡକାଇ ପ୍ୟାକେଟ ଯାଞ୍ଚ କରାଯାଇଥିଲା। ଆଉ ଯାଞ୍ଚ ବେଳେ 500 ଟଙ୍କିଆ 4ଟି ବଣ୍ଡଲ ବାହାରିଲା, ଯେଉଁଥିରେ ମୋଟ 2 ଲକ୍ଷ ଟଙ୍କା ଥିଲା। ଏନେଇ ତୁରନ୍ତ ଭିଜିଲାନ୍ସକୁ ସୂଚନା ଦେଇଥିଲେ ଜିଲ୍ଲାପାଳ। ଭିଜିଲାନ୍ସ ପକ୍ଷରୁ ସେହି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ବରଗଡ଼ ଜିଲ୍ଲାପାଳଙ୍କୁ 2 ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ବ୍ୟକ୍ତି ଜଣକ ଏକ ସିମେଣ୍ଟ ଉତ୍ପାଦକ କମ୍ପାନୀର ଉଚ୍ଚପଦସ୍ଥ ଅଧିକାରୀ ରାମ ବୈଭବ କଟୁ ହୋଇଥିବା ଜଣାପଡ଼ିଛି। ତେବେ କ'ଣ ପାଇଁ ଏହି ବ୍ୟକ୍ତି ଜଣକ ବରଗଡ଼ ଜିଲ୍ଲାପାଳଙ୍କୁ 2 ଲକ୍ଷ ଟଙ୍କା ଭର୍ତ୍ତି ଥିବା ମିଠା ପ୍ୟାକେଟ ଦେଉଥିଲେ ତାହାର କାରଣ ଅସ୍ପଷ୍ଟ ରହିଛି। ତେବେ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର ଏବଂ ଲାଇକ୍ କରିବେ। ଚ୍ୟାନେଲଟିକୁ ନୂଆ କରି ଦେଖୁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ପୁଣି ଦେଖାହେବ ନୂଆ ଭିଡ଼ିଓରେ ନୂଆ ଖବର ସହିତ। ଧନ୍ୟବାଦ।